सुभद्रा ପାଇଁ ଲୋକଙ୍କ ଆକ୍ରୋଶର ଶିକାର ହେବା ସହିତ ମାଡ଼ ଖାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ମହିଳାମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ଫର୍ମ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଇ ଦେଇଛନ୍ତି। ମାତ୍ର ଫର୍ମ ବଣ୍ଟନକୁ ନେଇ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଖଦାଳ ପୋଖରୀ ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମଟିକିରି ଅଙ୍ଗନବାଡ଼ି କେନ୍ଦ୍ରରେ। ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ପ୍ରୀତି ରେଖା ବଳଙ୍କର ଅନୁପସ୍ଥିତିରେ ସହାୟିକା ଭୁଲ ବଶତଃ ଜଣେ 21 ବର୍ଷରୁ କମ୍ ହୋଇଥିବା ମହିଳାଙ୍କୁ ଫର୍ମ ଦେଇଥିଲେ। ସେହି ମହିଳା ଜଣକ ଅଯୋଗ୍ୟ ହିତାଧିକାରୀ ଜାଣିବା ପରେ ଅଙ୍ଗନବାଡ଼ି କର୍ମୀ ତାଙ୍କୁ ଫର୍ମ ଫେରସ୍ତ ମାଗିଥିଲେ। ମାତ୍ର ଏଥିରେ ଉତ୍ତ୍ୟକ୍ତ ହୋଇ ମହିଳାଙ୍କ ପରିବାର ଲୋକେ ଅଙ୍ଗନବାଡ଼ି ଦିଦିଙ୍କୁ ମାରିଥିବା ବାଂଶଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବାଂଶଡ଼ା ପୁଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଖୁବ୍ ଶୀଘ୍ର ଦୋଷୀକୁ ଗିରଫ କରାଯିବ ବୋଲି ବାଂଶଡ଼ା ଥାନା ଅଧିକାରୀ ଦେବରାଜ ଜେନା ପ୍ରକାଶ କରିଛନ୍ତି। ବାଂଶଡ଼ା ଥାନାରେ ସମ୍ପୃକ୍ତ ଅଙ୍ଗନବାଡ଼ି